ଶ୍ରୋତାବନ୍ଧୁ ଈଶ୍ୱରଙ୍କ ସୃଷ୍ଟିରେ କବି ମଣିଷଟି ଖୁବ୍ ବ୍ୟତିକ୍ରମ। ଶିକ୍ଷା ଲାଭ କଲେ ଜଣେ ଶିକ୍ଷିତ ହୋଇପାରେ, ମାତ୍ର କବିତ୍ୱ ଲାଭ ସମ୍ଭବ ନୁହେଁ। ତେବେ ସାଧାରଣ କଥାକୁ ଅସାଧାରଣ କଥା ଛଳରେ ଯିଏ ବ୍ୟକ୍ତ କରିପାରେ ସେ ହିଁ ଜଣେ କବି। ଯିଏ ଭୋଗୁଥିବା ଅନୁଭବକୁ ଅଭିବ୍ୟକ୍ତି ରୂପ ଦେଇପାରେ ସେ ଜଣେ କବି। ନୀରବତାକୁ ଭାଷା, ଭାଷାକୁ ଶବ୍ଦ, ଏସବୁରେ ବାନ୍ଧି ଧରେ କବି। ଶ୍ରୋତାବନ୍ଧୁ, ଏଭଳି ଉଚ୍ଚାରଣ ଆମ ସମୟର ଜଣେ ବିଶିଷ୍ଟ କବିଙ୍କର, କବି ପ୍ରଦ୍ୟୁମ୍ନ ପଟ୍ଟନାୟକଙ୍କର। ପ୍ରଦ୍ୟୁମ୍ନ ପଟ୍ଟନାୟକ ଏକାଧାରରେ ଜଣେ କବି ତ ନିଶ୍ଚୟ, ତତ୍ସହିତ ଗାଳ୍ପିକ, ଔପନ୍ୟାସିକ, ଶିଶୁ ସାହିତ୍ୟିକ ମଧ୍ୟ। ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାର ବଞ୍ଚ ଗ୍ରାମରେ ଭୂମିଷ୍ଠ। ଅର୍ଥନୀତିରେ ସ୍ନାତକୋତ୍ତର ଶିକ୍ଷା ପ୍ରାପ୍ତ ପରେ ସ୍ୱଳ୍ପ କାଳ ପାଇଁ ସେ ଅଧ୍ୟାପନା କାର୍ଯ୍ୟରେ ସମ୍ପୃକ୍ତ ଥିଲେ। ପରେ ବ୍ୟାଙ୍କ ଚାକିରି ଏବଂ ତତ୍ପରବର୍ତ୍ତୀ ସମୟରେ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ରକ୍ଷା ମନ୍ତ୍ରାଳୟରେ ଦୀର୍ଘ 32 ବର୍ଷର କାର୍ଯ୍ୟକାଳ ଉପରାନ୍ତେ ନିର୍ଦ୍ଦେଶକ ଭାବରେ ସେବାନିବୃତ୍ତ ହୋଇଛନ୍ତି। ଛୋଟ ବେଳୁ ହିଁ ସେ ଗଳ୍ପ, କବିତା ଲେଖିବା ସହ ସାହିତ୍ୟାନୁରାଗୀ ହୋଇଛନ୍ତି। ଏବେ ତାଙ୍କର କିଛି କବିତା ଆପଣମାନଙ୍କ ଉଦ୍ଦେଶ୍ୟରେ ମୁଁ ଉପସ୍ଥାପନ କରୁଛି। ତେବେ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ପଟ୍ଟନାୟକଙ୍କର ଅବୁଝା ନଈ ତାଙ୍କର ସପ୍ତମ କବିତା ସଂକଳନ। ଆଜି ଆମେ ଶୁଣିବା କବି ପ୍ରଦ୍ୟୁମ୍ନ ପଟ୍ଟନାୟକଙ୍କ ଅବୁଝା ନଈର କିଛି କବିତା। ପ୍ରଥମ କବିତାଟି ହେଉଛି ବୈତରଣୀ, କବି ପ୍ରଦ୍ୟୁମ୍ନ ପଟ୍ଟନାୟକ। ପୁଣି ସେଇ ନଈକୂଳ, ନିଛାଟିଆ ତୋଟାମାଳ, ବୁଦା ବୁଦା କଣ୍ଟାବଣ, ଦେଖି ମନେ ପଡ଼ିଯାଏ ଅଭୁଲା ସେ ଅତୀତର ବିତିଥିବା ପିଲାଦିନ। ବଉଳର ମହକରେ, କୋକିଳର କୁହୁତାନେ, ମୁଖରିତ ଆମ୍ର କୁଞ୍ଜେ ସକାଳର ସ୍ନିଗ୍ଧ ସ୍ନାନ, ସାଥୀ ମେଳେ ସୈକତରେ ଭ୍ରମୁଥିଲି ନୀତି ସଞ୍ଜେ, ଆଜି ସେହି ସ୍ଥାନେ ଆସି ଦେଖେ ଲୁପ୍ତ ଶୋଭା ରାଶି, କ୍ଷୟ ହୋଇଛି ପୁଲିନ। ପ୍ରେୟସୀର ପଦଧ୍ୱନି, ସଖୀ ସଙ୍ଗେ ଚାଟୁପାଣି, ଗୁଞ୍ଜରିତ ନଦୀ ତୀରେ ଥରେ ଥରେ ତାରେ ଚାହିଁ, ମନଭରା ତୃପ୍ତି କାହିଁ। ସ୍ମିତ ହାସ୍ୟ ଝଲକରେ, ନାହିଁ କାହିଁ ପ୍ରିୟତମା, ହତଶିରି ସେ ସୁଷମା, ପିକ ହୋଇଛି ମୌନ। କାଚ କେନ୍ଦୁ ନଦୀ ଜଳ, ସୁଧା ସମ ସୁଶୀତଳ, ତୋଷୁଥାଇ ନରପ୍ରାଣୀ ବରଷାର ପ୍ଲାବନରେ, କୂଳଲଙ୍ଘେ ଭୟଙ୍କରେ ପୁଣ୍ୟତୟା ବୈତରଣୀ। ଏବେ ସେହି ନଦୀ ତୁଠ, ରିକ୍ତ ଖଣ୍ଡ ବିଖଣ୍ଡିତ, ଶ୍ରୀହୀନ ସ୍ୱର୍ଣ୍ଣାଭ ବାଲିବନ୍ତ। ଏବେ ସେହି ନଦୀ ତୁଠ, ରିକ୍ତ ଖଣ୍ଡ ବିଖଣ୍ଡିତ, ଶ୍ରୀହୀନ ସ୍ୱର୍ଣ୍ଣାଭ ବାଲିବନ୍ତ। ଶ୍ରୋତାବନ୍ଧୁ, ବେଳେବେଳେ ବିସ୍ମୟକର ମନେ ହୁଏ, ଜଣେ ପ୍ରଶାସନିକ ସେବାରେ ସମ୍ପୃକ୍ତ ମଣିଷଟିଏ ଯେତେବେଳେ କବିତାର ଆବେଗିକ ଶବ୍ଦ ତୋଳୁଥାଏ। କବି ପ୍ରଦ୍ୟୁମ୍ନ ପଟ୍ଟନାୟକ ଅନୁରୂପ ଭାବରେ ଜଣେ ଆବେଗପ୍ରବଣ ଦରଦୀ କବି। ତାଙ୍କର ଆଉ ଏକ କବିତାରୁ ଆପଣମାନେ ଅନୁଭବ କରିପାରିବେ ସେ କେମିତି ମୁହୂର୍ତ୍ତମାନଙ୍କୁ ବୁଝନ୍ତି। ପ୍ରଦ୍ୟୁମ୍ନ ପଟ୍ଟନାୟକଙ୍କର ଆଉ ଏକ କବିତା ଯାହାର ଶୀର୍ଷକ ହେଉଛି ଅକସ୍ମାତ୍। କବି ପ୍ରଦ୍ୟୁମ୍ନ ପଟ୍ଟନାୟକ। ଏମିତି ଅକସ୍ମାତ୍ ଯେ ତୁମେ ଆସିଯିବ କିଏ ଜାଣିଥିଲା, ଏମିତି ଅକସ୍ମାତ୍ ଯେ ତୁମେ ଆସିଯିବ କିଏ ଜାଣିଥିଲା, ତୁମକୁ ସାମ୍ନାରେ ଦେଖି ସୁଦ୍ଧା, ତୁମକୁ ସାମ୍ନାରେ ଦେଖି ସୁଦ୍ଧା ଆଖିକୁ ପ୍ରତ୍ୟୟ ନଥିଲା। ତୁମେ ତ ହଜି ଯାଇଥିଲ ବିସ୍ମୃତିର ଅତଳ ଗର୍ଭରେ, ଲୁଚି ଯାଇଥିଲ ପ୍ରତୀକ୍ଷାର ଅନ୍ତରାଳେ, ମୋ ଅସରନ୍ତି ତିତିକ୍ଷାର ଗଭୀରତା ମାପୁଥିଲ ଯୁଗ ଯୁଗର ଅବସାନ ପରେ। ପାଷାଣୀ ଅହଲ୍ୟାକୁ ଉଦ୍ଧାରିବାର ଅଲଣାପଣରେ ମୋତେ ଛୁଇଁବାକୁ ଯାଉଥିଲ, ମୋ ନିଃସଙ୍ଗ ପଞ୍ଚବଟିରେ ପୁଣି ଛଦ୍ମବେଶେ ଅନାହୁତେ ଆସି କପଟ ପ୍ରେମ ଭିକ୍ଷା କଲ। ତୁମ ଆଖିରୁ ସ୍ପଷ୍ଟ ପ୍ରତିଭାତ ହେଉଥିଲା ଛଳନାର ପ୍ରତିରୂପ। ମୁଁ ଠିକ୍ ବୁଝିପାରୁଥିଲି
ତୁମେ ଯାହା ଖୋଲି କହିପାରୁନଥିଲ। କେମିତି ବା ଲଙ୍ଘିଥାନ୍ତି, କେମିତି ବା ଲଙ୍ଘିଥାନ୍ତି ସମ୍ଭ୍ରମର ତିନିଗାର, ସମର୍ପି ଦେଇଥାନ୍ତି ସାଇତା ଅଭିମାନଟିକୁ ମୋର। ଆଉ କି ଅଛି ସେ ଆଶା ଅଭିଳାଷ, ଅଗ୍ନିକୁଣ୍ଡେ ପଶିବାକୁ ତୁମ ସର୍ତ୍ତ କରନ୍ତି ସ୍ୱୀକାର, ଅଗ୍ନିକୁଣ୍ଡେ ପଶିବାକୁ ତୁମ ସର୍ତ୍ତ କରନ୍ତି ସ୍ୱୀକାର। ଖୁବ ସୁନ୍ଦର କବିତା, ଆବେଗର ଶବ୍ଦ ଏଥିରେ ଭର୍ତ୍ତି। ତେବେ ଆଉ ଏକ କବିତା କବିଙ୍କର ଯାହା ମୋତେ ମୋର ହୃଦୟକୁ ଖୁବ ଛୁଇଁଲା। କବିତାର ଶୀର୍ଷକ ହେଉଛି ଅପବାଦ। କବି ପ୍ରଦ୍ୟୁମ୍ନ ପଟ୍ଟନାୟକ। ଅନ୍ତର ଭରି ଭଲ ପାଇବାର ପ୍ରତାରଣା ଯେବେ ପ୍ରତିଦାନ, ଅନ୍ତର ଭରି ଭଲ ପାଇବାର ପ୍ରତାରଣା ଯେବେ ପ୍ରତିଦାନ, ଅପବାଦ ହେଲା ମଥାର ମଣି, କଳଙ୍କ କାଳିମା ଚନ୍ଦନ। ହାଟ ବଜାରରେ ସିନ୍ଦୁର ମହଣ ମହଣ, ଅଭାଗିନୀ କପାଳଟା କିନ୍ତୁ ଶୂନ୍ୟ। ହାଟ ବଜାରରେ ସିନ୍ଦୁର ମହଣ ମହଣ, ଅଭାଗିନୀ କପାଳଟା କିନ୍ତୁ ଶୂନ୍ୟ। ଆଶା ଅସୁମାର ଅବ୍ୟର୍ଥ କଳ୍ପନା, ନୈରାଶ୍ୟର ପଥେ ଅବ୍ୟକ୍ତ ବେଦନା। ତରଳି ନିଗିଡ଼େ ଅଶ୍ରୁ ଟୋପା ଟୋପା, ଝୁରେ ନିଃସଙ୍ଗ ରାତ୍ରିର ସ୍ୱପ୍ନ। ଶୀତଳ ଜ୍ୟୋତ୍ସ୍ନାର ସ୍ପର୍ଶ ଜାଳିଦିଏ ତନୁମନ, ମୃଦୁ ସମୀରଣେ ମଧୁର ଯନ୍ତ୍ରଣା। ସର୍ବାଙ୍ଗ ଶରୀରେ ସ୍ମୃତିର ପ୍ରଲେପ, ଡାହା ମିଛ ଆଶ୍ୱାସନା। ଡାହା ମିଛ ଆଶ୍ୱାସନା, ଅବଶୋଷ ଖାଲି ଅଭିଯୋଗ ନାହିଁ, ଅବଶୋଷ ଖାଲି ଅଭିଯୋଗ ନାହିଁ ତୁମ ଖିଆଲି ମନର ଅପରାଧ ପାଇଁ। ତଥାପି ତଥାପି ନୀରବତା ମୋର ଲୁଚାଇ ରଖିଛି, କୁଢ଼ କୁଢ଼ ଏଠି ଅଭିମାନ। ନୀରବତା ମୋର ଲୁଚାଇ ରଖିଛି, କୁଢ଼ କୁଢ଼ ଏଠି ଅଭିମାନ। ଚମତ୍କାର କବିତା। କବିଙ୍କର ଆଉ ଏକ କବିତା ଆମେ ଶୁଣିବା, ଯାହାର ଶୀର୍ଷକ ହେଉଛି ତୁମ ଅନୁପସ୍ଥିତିରେ। ମୁଁ ଭାବୁଛି କବିତାଟିକୁ ସମସ୍ତେ ଶୁଣିଲା ପରେ ନିଶ୍ଚୟ ଆମ ଯେଉଁମାନେ ସବୁ ଆମ ବିଦ୍ୟାର୍ଥୀ ଏଇ ଚ୍ୟାନେଲ ସହିତ ସମ୍ପୃକ୍ତ ଯୋଡ଼ି ହେଇଛନ୍ତି, ସେମାନେ କବିତା ଲେଖିବା ଶିଖିପାରିବେ। ସୁନ୍ଦର ଅନୁଭବକୁ କବି ଅତି ଚମତ୍କାର ଭାବରେ ଉପସ୍ଥାପନ କରିଛନ୍ତି। ସାଧାରଣ କଥା ତାଙ୍କ ଶବ୍ଦରେ ଅସାଧାରଣ ଭାବ ଅନୁସରଣ କରିଛି। କବିଙ୍କ କବିତା ତୁମ ଅନୁପସ୍ଥିତିରେ, କବି ପ୍ରଦ୍ୟୁମ୍ନ ପଟ୍ଟନାୟକ। ତୁମ ଅନୁପସ୍ଥିତିରେ ତୁମ ଘର ଉଚ୍ଚ ବାରଣ୍ଡାଟା ସୁନସାନ, ତୁମ ଅନୁପସ୍ଥିତିରେ ତୁମ ଘର ଉଚ୍ଚ ବାରଣ୍ଡାଟା ସୁନସାନ। ଅଳିନ୍ଦ ଗବାକ୍ଷ ସବୁଠି ନିଷ୍ପ୍ରଭ ତୁମ ଛାଇ, ନୈରାଶ୍ୟ ଅନ୍ଧକାରରେ ମିଞ୍ଜି ମିଞ୍ଜି ଜଳୁଥିବା ଡିବିରିର କ୍ଷୀଣ ଆଲୋକରେ କେବଳ ତୁମ ଶୈଶବରୁ କିଶୋରୀ ହେବାର ଦୃଶ୍ୟପଟ ଅଳସ ଭାଙ୍ଗୁଥିଲା। ଉପୁଡ଼ି ପଡ଼ିଥିବା ଅଶ୍ୱସ୍ଥ ବୃକ୍ଷକୁ, ନିଶ୍ଚିହ୍ନ ହୋଇଥିବା ପାଳଗଦାକୁ, ଶୁଖିଯାଇଥିବା ଟୁବି ଗାଡ଼ିଆକୁ ପଚାରିଲି ଆମ ପିଲାଦିନ କଥା। ଲୁଚକାଳି ଖେଳବେଳେ ଆଖିକୁ ଚାପି ଧରୁଥିବା ନରମ ପାପୁଲିର ଆଶ୍ଲେଷ, ବରକନ୍ୟା ସାଜି ମିଛ ବାହାବେଦୀର ଭାବାବେଶ, ସେ ସମୟ ସମ୍ପର୍କର ଇତିହାସ। ପ୍ରତିଧ୍ୱନିତ ହେଉଥିଲା କେବଳ ନୀରବ ପ୍ରତ୍ୟୁତ୍ତର, ବିସ୍ମୃତିର ନିଃଶବ୍ଦ ପରିହାସ। ପଥର ଚଟାଣରେ ମୁଣ୍ଡ ପିଟୁଥିବା ଲହଡ଼ିମାନଙ୍କୁ ଛୁଇଁ ଖୋଜୁଥିଲି ତୁମ ଅନୁଢା ତନୁର ସ୍ପର୍ଶ। ଢେଉ ସବୁ ସଲ୍ଲଜପଣରେ ଫେରିଗଲେ, ଲୁଚିଗଲେ ଜଳଭଉଁରୀରେ। ଢେଉ ସବୁ ସଲ୍ଲଜପଣରେ ଫେରିଗଲେ, ଲୁଚିଗଲେ ଜଳଭଉଁରୀରେ। ନୂଆ କରି ଫଳ ଧରିଥିବା ଆମ୍ବ ଗଛ ଉହାଡ଼ରୁ ହନୁମାନେ କୌତୂହଳୀ ଚାହାଣୀରେ ଚାହୁଁଥିଲେ। ସ୍ୱାଭାବିକ, ଏକଥା ସ୍ୱାଭାବିକ, ଯେଣୁ ଆଗରୁ କେବେ ଦେଖିନଥିଲେ। ଆମ ସମବୟସ୍କ ତାଙ୍କ ପୂର୍ବଜ ସିନା ଆମକୁ ଚିହ୍ନିଥିଲେ, ତେନ୍ତୁଳି ଗଛ ଡାଳରେ ବସି ଆମ ଲୀଳାଖେଳା ଦେଖିଥିଲେ। ସେ କଥା କହିନଥିବେ ଏବେର ପିଢ଼ିକୁ। କ'ଣ ବା କହିଥାନ୍ତେ ଯେ କି ଅସ୍ତିତ୍ୱ ଥିଲା ଶୈଶବର ଚପଳତାରେ? କ'ଣ ବା କହିଥାନ୍ତେ ଯେ କି ଅସ୍ତିତ୍ୱ ଥିଲା ଶୈଶବର ଚପଳତାରେ, କୈଶୋରର ଆବେଗରେ, ଅସମ୍ପୂର୍ଣ୍ଣ ଅଭିସାରରେ, ଅପରିପକ୍ୱ ପ୍ରେମର ଅବଦମିତ ଉଚ୍ଛ୍ୱାସରେ। କୈଶୋରର ଆବେଗରେ, ଅସମ୍ପୂର୍ଣ୍ଣ ଅଭିସାରରେ, ଅପରିପକ୍ୱ ପ୍ରେମର ଅବଦମିତ ଉଚ୍ଛ୍ୱାସରେ। ଖୁବ ସୁନ୍ଦର
କବିତା କବି ପ୍ରଦ୍ୟୁମ୍ନ ପଟ୍ଟନାୟକଙ୍କର। ତେବେ ଯେହେତୁ କବିତା ସୁଦୀର୍ଘ କବିତା ମୁଁ ନେଉନି, କାରଣ ଛୋଟ ଛୋଟ କବିତା ଆମ ପିଲାମାନେ ଯେଉଁମାନେ ସବୁ ଶୁଣନ୍ତି, ବିଦ୍ୟାର୍ଥୀମାନେ, ତାଙ୍କୁ ଭଲ ଲାଗିବ ବୋଲି ଏବଂ ସେମାନେ କବିତା ଲେଖିବା ଶିଖିବେ। କବିଙ୍କର ଆଉ ଏକ କବିତା ମହାର୍ଘ ମୁହୂର୍ତ୍ତ। କବି ପ୍ରଦ୍ୟୁମ୍ନ ପଟ୍ଟନାୟକ। ଖରାଦିନ ବର୍ଷା, ବର୍ଷା ଦିନ ଖରା, ଖରାଦିନ ବର୍ଷା, ବର୍ଷା ଦିନ ଖରା, ଶରତର ନିର୍ମଳ ସକାଳ, ବାସନ୍ତିକ ସଞ୍ଜ ବେଳ, ବର୍ଷଣ ମୁଖର ରାତି, ନିଦାଘର ନିଛାଟିଆ ଦୀପହର ତାତି। ମହାର୍ଘ ମୁହୂର୍ତ୍ତ। ମହାର୍ଘ ମୁହୂର୍ତ୍ତ ହେବା ପାଇଁ ପ୍ରାକୃତିକ ଶୋଭାରେ ବିହ୍ୱଳ, ପ୍ରେମ ପ୍ରୀତି ବିଭୋର ସୁଖ ତାରୁଣ୍ୟରେ ମିଳେ କେବେ ସ୍ୱପ୍ନରେ ପୂର୍ଣ୍ଣତା, ଅବା ବିଷାଦିତ ଔଦାସୀନ୍ୟ ଦୁଃଖ କାରୁଣ୍ୟରେ ପୁଣି ଆସେ ନୈରାଶ୍ୟର ବିମର୍ଷ ଶୂନ୍ୟତା। ବିବର୍ତ୍ତିତ ଋତୁର ଆବର୍ତ୍ତେ ପୃଥିବୀର ଆହ୍ନିକ ବାର୍ଷିକ ପଥେ ବିବିଧ ବର୍ଣ୍ଣେ ଚିତ୍ରିତ ହୁଏ ପ୍ରକୃତି, ଭିନ୍ନ ଭିନ୍ନ ଜଞ୍ଜାଳ ଗଞ୍ଜଣା ରୂପେ ଜୀବନେ ସହିବାକୁ ହୁଏ ହର୍ଷ ବିମର୍ଷ, ମିଳନ ବିଚ୍ଛେଦ ନଥାଇ ନିଷ୍କୃତି। ବିବିଧ ବର୍ଣ୍ଣେ ଚିତ୍ରିତ ହୁଏ ପ୍ରକୃତି, ଭିନ୍ନ ଭିନ୍ନ ଜଞ୍ଜାଳ ଗଞ୍ଜଣା ରୂପେ ଜୀବନେ ସହିବାକୁ ହୁଏ ହର୍ଷ ବିମର୍ଷ, ମିଳନ ବିଚ୍ଛେଦ ନଥାଇ ନିଷ୍କୃତି। ଆଉ ଏକ କବିତା ସମୟ ଏବଂ ସମ୍ପର୍କ। କବି ପ୍ରଦ୍ୟୁମ୍ନ ପଟ୍ଟନାୟକ। ସମୟର ଚୋରାବାଲିକୁ ଧରି ରଖି ହୁଏନି ହାତ ମୁଠାରେ, ସମ୍ପର୍କର ବନ୍ଧନକୁ ଭୁଲି ହୁଏନି କ୍ଷଣକ ମଧ୍ୟରେ। ମଣିଷ ଯେତେ ମୋହ ମାୟାଠାରୁ ଦୂରେଇ ରହିବାକୁ ଚାହିଁଲେ ବି ଛନ୍ଦି ହୋଇଯାଏ ମମତ୍ୱର ବନ୍ଧନରେ। ରକ୍ତ ମାଂସରେ ଗଢ଼ା ଶରୀରରେ ପ୍ରାଣ ଥିବା ଯାଏ ଆସକ୍ତି, ରକ୍ତ ମାଂସରେ ଗଢ଼ା ଶରୀରରେ ପ୍ରାଣ ଥିବା ଯାଏ ଆସକ୍ତି, ଆଲୋଡ଼ିତ କରୁଥାଏ ବିଭିନ୍ନ ରୂପରେ ବନ୍ଧୁ କୁଟୁମ୍ବ ସହୋଦର ଆତ୍ମଜ ବଂଶ ବୁନିୟାଦ ପ୍ରେମ ପ୍ରୀତି ସାହି ପଡ଼ିଶା ଛଳରେ। ଆଖିକୁ ଶୁଷ୍କ ନିଦାଘ, ଆଖିକୁ ଶୁଷ୍କ ନିଦାଘ, ଛାତିକୁ ଟାଙ୍ଗରା ପଥର କଲେ ବି କେଉଁଠୁ ନା କେଉଁଠୁ ଝରି ଆସେ ମୋହ ମମତାର ଫଲ୍ଗୁ ଧାରେ, ଲୁହ ଭିଜାଇ ଦିଏ ଆଖି, ଥରାଇ ଦିଏ ହୃଦୟ। ଅମାନିଆ ମନ କହେ ରହିଯାରେ ସମୟ, ଅମାନିଆ ମନ କହେ ରହିଯାରେ ସମୟ, ପାର୍ଥିବ ଦୁନିଆର ଅଳିକ ସମ୍ପର୍କକୁ ଭଲ କରି ଟିକେ ଦେଖିନିଏ, ଆଉଥରେ ଆଉଁସି ଦିଏ ପରିତୃପ୍ତିର ଲାଳସାରେ, ଅନନ୍ତ କାଳ ଯାଏ ସେମାନଙ୍କ ଠାରୁ ତୁ ଦୂରେଇ ନେବା ଯାଏ। କି ସୁନ୍ଦର କବିତା! ଅମାନିଆ ମନ କହେ ରହିଯାରେ ସମୟ, ପାର୍ଥିବ ଦୁନିଆର ଅଳିକ ସମ୍ପର୍କକୁ ଭଲ କରି ଦେଖିନିଏ, ଆଉଥରେ ଆଉଁସି ଦିଏ ପରିତୃପ୍ତିର ଲାଳସାରେ, ଅନନ୍ତ କାଳ ଯାଏ ସେମାନଙ୍କ ଠାରୁ ତୁ ଦୂରେଇ ନେବା ଯାଏ। ଚମତ୍କାର କବିତା। ମୁଁ ସେଥିପାଇଁ ସବୁବେଳେ ଆମ ବିଦ୍ୟାର୍ଥୀମାନଙ୍କୁ କୁହେ ଯେ ଗାଳ୍ପିକ ହୁଏତ କୌଶଳ କ୍ରମେ ଗପଟିକୁ ଲେଖିପାରିବେ, କିନ୍ତୁ କବିଟେ ତା କବିତାର ଶବ୍ଦ ଭିତରୁ ଧରା ପଡ଼ିଯାଏ, କାରଣ ତାର ଭିତରର ଯେଉଁ ଭାବପ୍ରବଣତା, ତାର ଯେଉଁ ଉଚ୍ଛ୍ୱାସ, ସେ ସବୁ ତାର ଶବ୍ଦ ଭିତରେ ହିଁ ପରିକ୍ରମଣ ଜାରି ରଖିଥାନ୍ତି। ତେଣୁ କବି ପ୍ରଦ୍ୟୁମ୍ନ ପଟ୍ଟନାୟକ ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ, ଭାରତୀୟ ସେବା ନିବୃତ୍ତ ପ୍ରଶାସନିକ ଅଧିକାରୀ। ତେବେ ତାଙ୍କ ଭିତରର ଯେଉଁ ଆବେଗ, ତାହା ତାଙ୍କର ବୃତ୍ତିଗତ ଜୀବନର କଥାକୁ ବା ପ୍ରବୃତ୍ତିର କଥାକୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ କରୁଛି। ଆଉ ଏକ କବିତା ସମ୍ପର୍କର ଶବ। ଏଇଠି ପରେ ଆଉ ଗୋଟେ କବିତା ସମ୍ପର୍କର ଶବ। ବିନିଦ୍ର ରଜନୀର ଅନ୍ତିମ ପ୍ରହରେ, ନିଷ୍ପ୍ରଭ ଜ୍ୟୋତ୍ସ୍ନାର ଶୁଭ୍ର ପଣତରେ କାଁ ଭାଁ ଖସି ପଡ଼ନ୍ତି ଅତୃପ୍ତ ଇଚ୍ଛାର ଉଲ୍କାମାନ। କଣ୍ଟକିତ ଲାଗେ ତୁଳିତଳ୍ପ ସେଜ, ଇଚ୍ଛା ହୁଏ ଲେଉଟାଇବାକୁ କଡ଼, କିନ୍ତୁ ଭୟ ଲାଗେ ସେଠି ପରା ନିଃଶବ୍ଦେ ଶୋଇଛି ଆମ ସମ୍ପର୍କର ଶବ। କିନ୍ତୁ ଭୟ ଲାଗେ ସେଠି ପରା ନିଃଶବ୍ଦେ ଶୋଇଛି ଆମ ସମ୍ପର୍କର ଶବ। ମୃତ୍ୟୁ ତ ହେଲାଣି କେଉଁ କାଳୁ, ଅନ୍ତିମ ସଂସ୍କାର ଲାଗି ମିଳିନାହିଁ ଆଜି ଯାଏ ନିରୋଳା ଶ୍ମଶାନଟିଏ, ଯେଉଁଠାରେ ନୀରବରେ ନିଗାଡ଼ି ହେବ ଅନ୍ତର ଭେଦି ଦୁଇଧାର ଲୁହ। ଏପରି ବଞ୍ଚିବାର ବ୍ୟର୍ଥତାରେ ଯେ ଅବସୋସ ନାହିଁ,
ଏପରି ବଞ୍ଚିବାର ବ୍ୟର୍ଥତାରେ ଯେ ଅବଶୋଷ ନାହିଁ ସେ କଥା କହିପାରିବିନି। ଛାତିରେ ମୁଁ ହାତ ଦେଇ ଆଖିରେ ଆଖିଏ ପାଣି, ଆଖିରେ ଆଖିଏ ପାଣି, ଝାପ୍ସା ଦିଶେ ଜଲାପଥ, ଅନିଶ୍ଚିତ ଅନାଗତ, ତଥାପି ଅବଶ ପାଦ ଆଗକୁ ନିୟତି ନେଉଛି ଟାଣି, ତଥାପି ଅବଶ ପାଦ ଆଗକୁ ନିୟତି ନେଉଛି ଟାଣି। ଆଉ ଗୋଟେ କବିତା, ଶେଷ କବିତା, ଶୀର୍ଷକ କବିତା ଅବୁଝା ନଈର, କବିତା ସଂକଳନର ଅବୁଝା ନଈ, କବି ପ୍ରଦ୍ୟୁମ୍ନ ପଟ୍ଟନାୟକ। ଶୁକ୍ଳ ପକ୍ଷ ଅଷ୍ଟମୀର ଜହ୍ନ ଆକାଶରେ ଉଇଁ, କେନାଲ ବନ୍ଧ ତାଳବଣ ଛୁଇଁ, ନିଛାଟିଆ ଖଳାବାଡ଼ିରେ ଲହଡ଼ି ମାରୁଥିବା ଦେଖି ମନେ ପଡ଼େ ଅଭିସାରିକା ପ୍ରିୟତମାର ଚୁପି ଚୁପି କଥା। ଶୁକ୍ଳ ପକ୍ଷ ଅଷ୍ଟମୀର ଜହ୍ନ ଆକାଶରେ ଉଇଁ, କେନାଲ ବନ୍ଧ ତାଳବଣ ଛୁଇଁ, ନିଛାଟିଆ ଖଳାବାଡ଼ିରେ ଲହଡ଼ି ମାରୁଥିବା ଦେଖି ମନେ ପଡ଼େ ଅଭିସାରିକା ପ୍ରିୟତମାର ଚୁପି ଚୁପି କଥା। ଡାହାଣିଆ ଖରା ମଥାଣ୍ଡେଇ ଅଗଣା ଛୁଇଁଲେ ଦାଣ୍ଡ ଦରଜା ଆଡ଼କୁ ଧାଇଁଯାଏ ଶ୍ୟାମଳୀ। ଡାକବାଲା ହାତରୁ ଚିଠି ନେଇ କେଉଁ ଛଟକରେ ଚାଲିଯାଏ। ଗମ୍ଭୀରା ଘର ଗବାକ୍ଷ କଡ଼କୁ କିମ୍ବା ଘର ପଛ ନିଛାଟିଆ ଗହଳିଆ ବାଉଁଶ ବୁଦାମୂଳକୁ, ଚଳପ୍ରଚଳ ନଥିବା ଉହାଡ଼କୁ ଏକାନ୍ତରେ ଏକ ନିଶ୍ୱାସକେ ପଢ଼ି ପକାଏ ଚିଠିଟିକୁ। ଆରମ୍ଭରୁ ଶେଷ ଯାଏ ପଢ଼ିସାରି ଆଖିରୁ ଲୁହ ପୋଛେ ପଣତକାନିରେ, ପୁଣି ତାକୁ ଚୁମା ଦେଇ ଚୌଭାଙ୍ଗ କରି ରଖିଦିଏ ନିବୃତ୍ତରେ। ଶ୍ୟାମଳୀ ସହ ମିଳନର ଆହ୍ଲାଦ, ଶ୍ୟାମଳୀ ସହ ମିଳନର ଆହ୍ଲାଦ, ଶ୍ୟାମଳୀ ବିହୁନେ ବିରହ ବିଷାଦ, ତାଙ୍କ ଗାଁ ବିଲ ଗୋହିରୀ ଚଲାବାଟ, ତା ସାବନା ଦେହକୁ ଘଷି ମାଜି ତୋରା କରୁଥିବା ନଈଘାଟ, ସବୁ ଆଜି ବିସ୍ମୃତ ଅତୀତ। ସେଇ ନଈଘାଟରେ ଦିନେ ମୁହଁ ସଞ୍ଜ ବେଳେ ବାଟୋଇ ଦେଇଥିଲା ସିଏ, ସେଇ ନଈଘାଟରେ ଦିନେ ମୁହଁ ସଞ୍ଜ ବେଳେ ବାଟେଇ ଦେଇଥିଲା ସିଏ, ତାକୁ ଆପଣାର କହୁଥିବା କେହି ଜଣେ ବାଟୋଇକୁ। ନଦୀ ଏପଟରେ ଶ୍ୟାମଳୀ, ନଦୀ ଏପଟରେ ଶ୍ୟାମଳୀ, ନଦୀ ସେପଟରେ ବାଟୋଇ, ମଝିରେ ବହି ଯାଉଥିଲା କେବଳ ଆଖିରୁ ଲୁହ ଅବୁଝାଏ ନଈ, କେବଳ ଆଖିରୁ ଲୁହ ଅବୁଝାଏ ନଈ। ଖୁବ୍ ସୁନ୍ଦର କବିତା ସବୁ। କବିଙ୍କର ଏ ସପ୍ତମ କବିତା ସଂକଳନ। ତା ପୂର୍ବରୁ ମନଦର୍ପଣ, ଅଶ୍ରୁ ହୋରି, ଚାରୁଶୀଳା, କେହି ଜଣେ ପ୍ରେମିକା ପରି, ପ୍ରତିଧ୍ୱନି ଉଦ୍ଭଟ କବିତା, ଏମିତି ପୂର୍ବ 6ଗୋଟି କବିତା ସଂକଳନ କବିଙ୍କର ରହିଛି। ତେବେ ଶ୍ରୋତାବନ୍ଧୁ, ଆଜି ଆପଣଙ୍କୁ କବି ପ୍ରଦ୍ୟୁମ୍ନ ପଟ୍ଟନାୟକଙ୍କର କବିତା ଗୁଡ଼ିକ କିଭଳି ଲାଗିଲା, ଅବୁଝା ନଈର କଥା କେତେ ବୁଝି ହେଲା, ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।